ଦୁଇ ଦିନ ହେଲାଣି ଭାଇରାଲ ହେଉଛି ଏହି ଭିଡ଼ିଓ। ଗାଡ଼ି ସେମିତି କାନ୍ଥକୁ ଆଉଛି ହୋଇ ରହିଛି। ଗାଡ଼ିରେ ବିକ୍ରି କରୁଥିବା ସବୁ ମୁଢ଼ି ସାମଗ୍ରୀ ସେମିତି ଲାଗିଛି। ଆଉ ନିଜ ପରିବାର ପାଇଁ ରାତି ଦିନ ଖରା ତରାରେ ଗାଡ଼ିରେ ଏମିତି ଜିନିଷପତ୍ର ଧରି ବିକୁଥିବା ମଣିଷଟା ସବୁଦିନ ପାଇଁ ଶୋଇଯାଇଛି। ଦେଖିଲେ ଯେମିତି ଲାଗୁଛି ସେ ମରିନାହାନ୍ତି, କିନ୍ତୁ ନା, ପରିବାରର ଅନେକ ସ୍ୱପ୍ନ ଦେଖିଥିବା ଏହି ମଣିଷଟା ଆଜି ରାତି ଦିନ ଏମିତି କାମ କରି କରି ସାମଗ୍ରୀ ବିକି ବିକି ଆଜି ସବୁଦିନ ପାଇଁ ଶୋଇପଡ଼ିଛି। ଏ ହେଉଛି ଓଡ଼ିଶାର ଦୃଶ୍ୟ। ହଁ ଆଜ୍ଞା, ଏ ଦୃଶ୍ୟ ଲୋକଙ୍କ ଆଖିରୁ ଲୁହ କାଢ଼ି ଦେଉଛି। ଏ ଦୃଶ୍ୟ ଗୋଟିଏ ବାପାର କାହାଣୀକୁ କହୁଛି, ଯିଏକି ନିଜ କଷ୍ଟକୁ କେବେଠୁ ଭୁଲି ଯାଇଥିଲା। ଆଉ ଏବେ ତା ଜୀବନ ଚାଲିଗଲା। ଯିଏ ନିଜ ଖୁସି କ'ଣ ଜାଣିପାରିଲାନି, ପିଲା ପରିବାର ପାଇଁ ରାତି ଦିନ ଖଟୁ ଖଟୁ ଏମିତି ତା ଜୀବନ ଚାଲିଯାଇଛି। ତେବେ ତାଙ୍କର କେମିତି ଜୀବନ ଗଲା ତାକୁ ନେଇ ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ଆଉ ଏ ଘଟଣା କେଉଁଠିକାର ତାହା ବି ଜାଣିବାକୁ ଚାହୁଁଛନ୍ତି। କାରଣ ସୋସିଆଲ ମିଡ଼ିଆରେ ଏ ଭିଡ଼ିଓ ଭାଇରାଲ ହେଲା ପରେ ସମସ୍ତଙ୍କ ଆଖିରୁ ଲୁହ ଝରୁଛି। ଜୀବନ କେତେବେଳେ କାହାର କେମିତି ଚାଲିଯାଉଛି କେହି କିଛି ବୁଝିପାରୁନାହାନ୍ତି। ଗାଁ ଦାଣ୍ଡରେ ବୁଲି ବୁଲି ମୁଢ଼ି ବିକୁଥିବା ବେଳେ ହଠାତ୍ ଗାଡ଼ି ଉପରେ ଏମିତି ଟଳି ପଡ଼ିଲେ ବ୍ୟବସାୟୀ ଜଣକ। ମୃତ ବ୍ୟକ୍ତି ଜଣକ ହେଲେ ଢେଙ୍କାନାଳର ସୁକଦେବ ବେହେରା। ସେ ପୁରୀର କମୁଟିପାଟଣାଠାରେ ରହୁଥିଲେ। ଗତ ଗୁରୁବାର ଦିନ ସୁକଦେବ ବୁଲି ବୁଲି ମୁଢ଼ି ବିକ୍ରି କରୁଥିଲେ। ଗଛ କାଳି ଛକ ନିକଟରେ ହଠାତ୍ ସେ ତାଙ୍କ ଗାଡ଼ି ଉପରେ ମୁହଁ ମାଡ଼ି ନିସ୍ତେଜ ହୋଇ ପଡ଼ିଯାଇଥିଲେ। ପୋଲିସ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଉ ଡାକ୍ତର କହିଥିଲେ ହୃଦଘାତ ଯୋଗୁଁ ତାଙ୍କର ଜୀବନ ଚାଲିଯାଇଛି। ଏବେ ଥରେ ସେହି ପରିବାର କଥା ଭାବନ୍ତୁ, ଯେଉଁ ପରିବାର ପାଇଁ ରାତି ଦିନ ଏ ବାପାଟି ବୁଲି ବୁଲି ମୁଢ଼ି ବିକୁଥିଲା। ସେ ଦୁନିଆରେ ନାହିଁ। ଯିଏ ଅନେକ ସ୍ୱପ୍ନ ଦେଖିଥିଲା ନିଜ ପରିବାର ପାଇଁ, ସେ ନିଜେ କେତେବେଳେ ଚାଲିଗଲା ସିଏ ବି କେବେ ଭାବିନଥିଲା।